ଛାତିରେ ପଶିଲା ଛନକା ମଣିଷଖିଆ ମହାବଳ ବାଘକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ। ଛେଳି ଚରାଳି ଯୁବକଙ୍କୁ ଝୁଣି ଝୁଣି ଖାଇଗଲା ମହାବଳ ବାଘ। ଛେଳି ପାଇଁ ଡାଳ କାଟୁଥିବା ବେଳେ ଯୁବକଙ୍କୁ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଲା ମହାବଳ ବାଘ। ପ୍ରଥମେ କଲବଲ କରି ମାରିଲା ଆଉ ତାପରେ ତାକୁ ଝୁଣି ଝୁଣି ଖାଇଗଲା। ପେଟ ପୂରିଗଲା ପରେ ମୃତ ଯୁବକଙ୍କ ଶରୀରର କିଛି ଅଂଶ ଛାଡ଼ି ଦେଇ ଚାଲିଗଲା ଶିମିଳିପାଳର ଅଭୟାରଣ୍ୟକୁ। ହଁ ଦର୍ଶକ ବନ୍ଧୁ, ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଶିମିଳିପାଳ ବନାଞ୍ଚଳ ଅଧୀନ ଏକତାଳି ପଞ୍ଚାୟତ କୁମୁଡ଼ାବାଡ଼ି ବନ୍ଧ ନିକଟ ଜଙ୍ଗଲରେ। ଉକ୍ତ ଜଙ୍ଗଲରୁ ସ୍ଥାନୀୟ ଯୁବକଙ୍କ ଖଣ୍ଡିତ ଗୋଡ଼ ଉଦ୍ଧାର ହୋଇଛି। ମହାବଳ ବାଘ ଆକ୍ରମଣ ଜନିତ ଘଟଣା ବୋଲି ସ୍ଥାନୀୟ ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପାଖ ଗ୍ରାମ ବସନ୍ତପୁରର ସାଧୁନାୟକ ବନ୍ଧ ପାଖ ରାଜାମ ସାହିକୁ ଯାଇଥିବା ବେଳେ ମହାବଳ ବାଘ ଆକ୍ରମଣର ଶିକାର ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ପରିବାର ଲୋକମାନେ ବହୁ ଖୋଜାଖୋଜି କରି ନ ପାଇ ନିରାଶ ହେବା ପରେ ଏଭଳି ଖଣ୍ଡିତ ଗୋଡ଼ ଜଙ୍ଗଲରୁ ମିଳିଥିଲା। ବନ ବିଭାଗ ରେଞ୍ଜର ଯଶୀପୁର ଆଇଆଇସି ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିଥିଲେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।